ଆଜିର ପ୍ରସଙ୍ଗ ହେଉଛି ଗର୍ବ। ଗର୍ବର ପରିଣାମ ଆଉ ଭୟଙ୍କର ବିନାଶ ଅଟେ। ଆସନ୍ତୁ ଏହି ବାକ୍ୟ ନେଇ ଆମେ ସମସ୍ତେ ଆଲୋଚନା କରିବା। ମୋ ସହିତ ଖୋଲନ୍ତୁ ହିତୋପଦେଶ 16 ଅଧ୍ୟାୟ ତାର 5 ପଦ। ମନରେ ଗର୍ବୀ ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କ ଠାରେ ଘୃଣିତ। ଦେଖନ୍ତୁ, ଜ୍ଞାନୀ ସଲୋମନଙ୍କ ଦ୍ୱାରା ରଚିତ ହିତୋପଦେଶ ମନରେ ଗର୍ବୀ ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କ ଠାରେ ଘୃଣିତ। ଏହାର ଅର୍ଥ ଆମମାନଙ୍କର ମନରେ, ଆମମାନଙ୍କର ଚିନ୍ତାଧାରାରେ, ଆମମାନଙ୍କର ଭାବନାରେ ଆଉ ଗର୍ବ ଯଦି ରହିଅଛି ତାହେଲେ ଏହିପରି ଲୋକଙ୍କୁ ସଦାପ୍ରଭୁ ଘୃଣା କରନ୍ତି। ମନରେ ଗର୍ବୀ ପ୍ରତ୍ୟେକ ଲୋକ, ସେ ଯେକୌଣସି ବ୍ୟକ୍ତିଗତ ଜୀବନ ହଉନା କାହିଁକି, ସେ ଯେକୌଣସି ବ୍ୟକ୍ତି ବିଶେଷ ହଉନା କାହିଁକି, ଯାହା ମନରେ ଯଦି ଗର୍ବ ରହିଅଛି, ଗର୍ବର ଭାବନା ରହିଅଛି, ଚିନ୍ତାଧାରା ରହିଅଛି, ତାହେଲେ ସେହି ବ୍ୟକ୍ତିକୁ ସଦାପ୍ରଭୁ ଘୃଣା କରନ୍ତି। ଆଉ ଆମେ ଦେଖିବା ଗୀତ ସଂହିତା 138 ପଦରେ ମଧ୍ୟ ଏହି ପ୍ରକାର ଲେଖାଯାଏ, ମାତ୍ର ସେ ଗର୍ବୀକୁ ଦୂରରୁ ଚିହ୍ନନ୍ତି। ପରମେଶ୍ୱର ସରଳ ଆଚରଣକାରୀ ମାନଙ୍କୁ ପ୍ରେମ କରନ୍ତି, ମାତ୍ର ସେ ଗର୍ବୀକୁ ପ୍ରଭୁ ଦୂରରୁ ହିଁ ଚିହ୍ନି ଦିଅନ୍ତି। ଯେତେବେଳେ ଆମମାନଙ୍କ ଜୀବନରେ ଗର୍ବ ଆସେ, ଅହଙ୍କାର ଆସେ, ଈର୍ଷା ଆସେ, ପ୍ରଭୁ ପାଖରୁ ନୁହେଁ ଦୂରରୁ ହିଁ, ଯେତେବେଳେ ଆମମାନଙ୍କ ହୃଦୟରେ ସେଇ ଗର୍ବର ଭାବ ଜନ୍ମ ନିଏ, ସେଇ ଅହଙ୍କାର ଭାବନା ଜାତ ହୁଏ, ସେଇ ସମୟ ଠାରୁ ପ୍ରଭୁ ଆମମାନଙ୍କୁ ଜାଣନ୍ତି ଆମମାନଙ୍କର ହୃଦୟରେ କ'ଣ ଅଛି। ସେଥିପାଇଁ ପ୍ରଭୁ ତାଙ୍କର ବାକ୍ୟରେ କହନ୍ତି ଦାଉଦଙ୍କର ଦେଇ ଯେ ମାତ୍ର ସେ ଗର୍ବୀକୁ ଦୂରରୁ ଚିହ୍ନନ୍ତି ପ୍ରିୟ ଈଶ୍ୱରଙ୍କ ଲୋକମାନେ। ଆଉ ଦେଖନ୍ତୁ ଗୀତ ସଂହିତା 31-38 ପଦରେ ମଧ୍ୟ ଏପରି ଲେଖାଯାଏ, ଗର୍ଭାଚାରୀ ମାନଙ୍କୁ ବହୁଳ ରୂପରେ ପ୍ରତିଫଳ ଦିଅନ୍ତି। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ପ୍ରିୟ ଈଶ୍ୱରଙ୍କର ଦାସ ଦାସୀ ମାନେ, ଆମେ ସମସ୍ତେ ଜାଣୁ ଆଉ ପ୍ରଭୁଙ୍କର ବାକ୍ୟ ଆମେ ସମସ୍ତେ ଶୁଣିଛୁ। ଆଉ ମୁଁ କିଛି ନୂଆ କରିକି କହୁନାହିଁ, କିନ୍ତୁ ପରମେଶ୍ୱର କହନ୍ତି ଯେ ଆମେ ଯେପରି ବିନଷ୍ଟ ନ ହେବା, ଆମେ ଲକ୍ଷ୍ୟ ଭ୍ରଷ୍ଟ ନ ହେବା, ସେଥିପାଇଁ ଶୁଣା ଯାଇଥିବା ବାକ୍ୟ ପ୍ରତି ଆମେ କ'ଣ ହେବା, ଅଧିକ ମନୋଯୋଗୀ ହେବା ଆବଶ୍ୟକ ଅଟେ। କାରଣ ପରମେଶ୍ୱରଙ୍କ ବାକ୍ୟ ଆମମାନଙ୍କୁ ପରିଷ୍କାର କରିଥାଏ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ତ ଗର୍ଭାଚାରୀ ମାନଙ୍କୁ, ଯେଉଁମାନଙ୍କର ଆଚରଣରେ ଗର୍ବ ରହିଅଛି, ଗର୍ଭର ଆଚରଣ ରହିଅଛି, ଏହି ପ୍ରକାର ଲୋକମାନଙ୍କୁ ସଦାପ୍ରଭୁ ବହୁଳ ରୂପେ, ମାନେ ବହୁତ ପରିମାଣରେ କ'ଣ କରିବେ, ସେ ଗର୍ଭର ଆଚରଣର ପ୍ରତିଫଳ ଦେବେ ପ୍ରିୟ ଈଶ୍ୱରଙ୍କ ଲୋକମାନେ। ଆଉ ହିତୋପଦେଶ 15 ଅଧ୍ୟାୟ ତାର 25 ପଦ ଏହିପରି କହେ ଯେ ଗର୍ବୀ ଲୋକର ଗୃହ ସଦାପ୍ରଭୁ ଓପାଡ଼ି ପକାଇବେ। ହାଲେଲୁୟା। ଯେଉଁମାନଙ୍କର ଜୀବନରେ ଗର୍ବ ଅଛି, ଅହଙ୍କାର ଅଛି, ଈର୍ଷା ଅଛି, ଏଇ ପ୍ରକାର ଲୋକଙ୍କର ଗୃହକୁ, ମାନେ ଜୀବନକୁ ପ୍ରଭୁ ସ୍ଥାୟୀ ହେବାକୁ ଦେବେ ନାହିଁ। ତାକୁ କ'ଣ କରିବେ, ମୂଳରୁ ଓପାଡ଼ିକି ଫିଙ୍ଗିଦେବେ ପ୍ରିୟ ଈଶ୍ୱରଙ୍କ ଲୋକମାନେ। ଆମେ ଦେଖିବା, ଚାଲନ୍ତୁ, ବାକ୍ୟରେ ହିଁ ଅଛି। ଆଉ ଏହି ପ୍ରକାର ବ୍ୟକ୍ତିମାନେ ଅଛନ୍ତି, ଏହି ପ୍ରକାର ଜୀବନ ଅଛି, ସେଥିପାଇଁ ପ୍ରଭୁ ରଖିଅଛନ୍ତି ଯେ ଆମେ ତାହା ସେମାନଙ୍କର ଜୀବନୀ ଦେଖି ଆମେ ନିଜକୁ ଠିକ କରିନେବା, ଆମେ ନିଜ ଜୀବନକୁ ସଜାଡ଼ି ନେବା। ସେଥିପାଇଁ ସେମାନଙ୍କୁ ଉଦାହରଣ ସ୍ୱରୂପେ ପ୍ରଭୁ ରଖିଅଛନ୍ତି। ଆଉ ଚାଲନ୍ତୁ ଆମେ ଜଣଙ୍କର ଜୀବନୀ ଦେଖିବା, ଆଉ ଯାହାଙ୍କୁ କି ପରମେଶ୍ୱର ମୂଳରୁ ଉପାଡ଼ିକି ଫିଙ୍ଗି ଦେଇଥିଲେ। ହାଲେଲୁୟା। କେବଳ ତାଙ୍କର ଗର୍ବ ଯୋଗୁଁ, କେବଳ ତାଙ୍କର ଅହଙ୍କାର ଯୋଗୁଁ ପ୍ରିୟ ଈଶ୍ୱରଙ୍କ ଲୋକମାନେ, କେବଳ ତାଙ୍କ ମନରେ ଗର୍ବ ଆଉ ପ୍ରବେଶ କରିଥିଲା, ଜନ୍ମ ନେଇଥିଲା, ଆଉ ସେ ଜାଣିନଥିଲେ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆମମାନଙ୍କର ଜାଣତରେ ହେଉ କିମ୍ବା ଆମମାନଙ୍କର ଅଜାଣତରେ ହେଉ, ଆମମାନଙ୍କର ଜୀବନରେ ଆଉ ବେଳେ ବେଳେ ଏହି ପ୍ରକାର ଗର୍ବ ଆସିଥାଏ। କିନ୍ତୁ ପରମେଶ୍ୱରଙ୍କର ବାକ୍ୟ ଆମକୁ ସଚେତନ କରେ, ଜାଗ୍ରତ କରେ। ତ ମୋ ସହିତ ଖୋଲନ୍ତୁ ଜିହିଜିକଲ ପୁସ୍ତକ 28 ଅଧ୍ୟାୟ ତାର 12 ପଦରୁ ଟିକେ ପଢିବାରେ ସାହାଯ୍ୟ କରିବେ। ଜିହିଜିକଲ 28 ଅଧ୍ୟାୟ ତାର 12 ପଦରୁ।
हे मनुष्य संतान तुम्हें सौर राजा विषय विलाप कर और ताहाकु कुह प्रभु सदाप्रभु एक कथा कहती तुम्हें ज्ञान रे पूर्ण और सौंदर्य रे सिद्ध उभयर मुद्रांक करुअछ तुम्हें परमेश्वर उद्यान एदन रे थिल चुणी पीतमणि हीरक वैदुर्यमणि गोमेदक और सूर्यकांत नीलकांत पद्मराग और मरकत आदि जावतीय बहुमूल्य प्रस्तर और सुवर्ण तुम्हार आच्छादन थिला तुम्हार तबल और बंशीर शिल्प कार्य तुम मध्य थिला तुम्हे सृष्ट हेबा दिन से सब प्रस्तुत होइथिला तुम्हें आच्छादन करी अभिषिक्त किरूब थिल पुणी आंभे तुमको स्थापन कलु तहे तुम्हें परमेश्वरंकर पवित्र पर्वत उपरे थिल तुम्हें अग्निमय प्रस्तर सकलर मध्य गमनागमन कल तुम्भ मध्य अधर्म देखा पर्यंत तुम्हें आपण सृष्टि दिन ठारू आपण आचरण रे सिद्ध थिल तुम वाणिज्यर बाहुल्य से माने तुम आभ्यंतर दौरात्म परिपूर्ण कले आउ तुम्हें पाप करियछ एथिपाई आमे असुचि वस्तु तुल्य तुमको परमेश्वर पर्वत रु पकाई देयछु आउ हे आच्छादनकारी किरूब अग्निमय प्रस्तर सकल मध्यरु आमे तुमको विनाश करियछु तुमर सौंदर्य हेतु तुम्हार चित्त गर्वित होइअछि तुम्हें आपणर शोभा सकाश निज ज्ञान भ्रष्ट करियछ आम्भे तुमको भूमि रे निक्षेप करियछु। धन्यवाद सेतिକି ଥାଉ बहुत बहुत धन्यवाद भौणी देखो आम समस्ते जानू आ लुसिफर विषय आ लुसिफर जड़े प्रभुंकर महान रचना गोटे श्रेष्ठ सृष्टि श्रेष्ठ रचना प्रभुंकर प्रभु जहाँ को कि प्रभु निजे सृष्टि करथिले निजे तैयारी करथिले आ बहुत ज्ञान रे बहुत शक्ति रे आ बहुत तेजस्वी करथिले आ से लुसिफर को जीवन विषय लिखा जाए आ जे भविष्य वक्ता द्वारा आम जानीपरचु एठारे स्थान पाई अच्छी विषय रे आज विषय अच्छे आग को आम देखा जे स्वर्ग गोटे पवित्र स्थान अटे प्रिय लोक प्रिय ईश्वर लोक मैंने गोटे पवित्र जगह सबुठ ऊर्ध्वे अच्छी स्वर्ग आ स्वर्ग पृथ्वीर उच्चता कहीं मापी पारे ना आ सबुठ ऊर्ध्वे आ परमेश्वर राज्य परमेश्वर सिंहासन अच्छी आ सही पवित्र स्थान रे रहिथिबा आ प्रभुंकर हस्तरे प्रभु निजे सृष्टि करिथिबा आ जणे महान स्वर्गदूत प्रिय ईश्वर लोक माने आ गोटे तेजस्वी आ परमेश्वर तांको एते सुंदर करी प्रभु तांको निर्माण करथिले प्रिय ईश्वर लोक माने आ तांको जीवन रे आ जेते बेले ए गर्भ पळय आसुची तांकर परिणाम कोन हैला आमे समस्ते जानू प्रिय ईश्वर लोक माने आ से जणे आच्छादनकारी आ किरूब थिले से पवित्र थिले आ से परमेश्वरंकर स्वर्ग रे जेते दूत माने थिले आ सबुठारो श्रेष्ठ दूत थिले लुसिफर लुसिफर अर्थ होचे आ परमेश्वरंकर प्रकाश वाहक से थिले हालेलुया परमेश्वरंकर प्रकाश वाहक आ शक्तिशाली दूत थिले देखिबाकू सुंदर आ तांकर समस्त स्वभाव सुंदर थिला प्रभु तांको समस्त उत्तम गुण रे प्रभु तांकर जीवन को परिपूर्ण करथिले समस्त उत्तम दान रे प्रभु तांकर जीवन को परिपूर्ण करथिले आमे समस्त जानू जे से बहुमूल्य आमे एठार पढ़ी गलु जे पीतमणि हीरक वैदुर्यमणि आ सूर्यकांतमणि नीलकांतमणि आ मूल्यवान मणि मुक्ता आ प्रस्तर गुड़िक कौन थिला तांकर परिधान से करथिले एई प्रकार चमक थिला से होचंती उज्जवल प्रभाती तारा हालेलुया से एई प्रकार थिले आ तांकर से एई प्रकार गोटे आराधक थिले आ तांको परे आराधना होय तो के करू नथिबे प्रिय ईश्वर को लोक माने एते सुंदर प्रभुंकर आराधना करिबा लोक थिले हालेलुया से स्वर्गर दूत मानक मध्य श्रेष्ठ थिले प्रिय ईश्वर को लोक माने आ प्रभु तांको तांकर ऐश्वर्य तांकर ज्ञान तांकर शोभा प्रभु तांको देथिले प्रिय ईश्वर को लोक माने आ जेते बेले से निज को देखुछन्ते जे मु एते सुंदर आ मु समस्त को आयत रे रखि पारुछि से समस्त स्वर्ग रे तांकर अधीन रे आसुथिले तांकर कथा शुणुथिले प्रिय ईश्वर लोक माने से जेते बेले आराधना करूथिले आ स्वर्ग माने रही जाउथिला आ गोटे एते सुंदर महान
ସୃଷ୍ଟି ହେଉଥିଲା ପ୍ରିୟ ଈଶ୍ୱରଙ୍କ ଲୋକମାନେ ପ୍ରଭୁ ତାଙ୍କୁ ତାହା ଦେଇଥିଲେ ଆଉ ସେଇ ସମୟରେ ତାଙ୍କର ଚିତ୍ତ କଣ ହଉଛି ଆଉ ସେ ତାଙ୍କ ଚିତ୍ତରେ ଗର୍ଭ ପ୍ରବେଶ କରୁଛି ଆଉ କେତେବେଳେ ତାଙ୍କ ଲୁସିଫର ହୃଦୟ ମଧ୍ୟରେ କେତେବେଳେ ଗର୍ଭ ଜନ୍ମ ହେଲା ସେ ଜାଣିବାକୁ ପାରିନଥିଲା ଆଉ ଯେତେବେଳେ ସେ ଜାଣିଲା ଆଉ ପ୍ରଭୁ ତାକୁ ବହୁତ ସୁଯୋଗ ମଧ୍ୟ ଦେଲେ ଆଉ ବହୁତ ଚେତାବନୀ ମଧ୍ୟ ପ୍ରଭୁ ଦେଲେ ନିଶ୍ଚୟ ପ୍ରଭୁ ଦେଇଥିଲେ କାରଣ ପ୍ରଭୁ ସର୍ବଜ୍ଞ ସେ ଜାଣନ୍ତି ଆଉ ସେ ବହୁତ ପ୍ରଭୁ ତାଙ୍କୁ ସମୟ ମଧ୍ୟ ଦେଇଥିବେ କିନ୍ତୁ ଗର୍ଭ ତାଙ୍କର ଜ୍ଞାନ ଚକ୍ଷୁକୁ କଣ କରିଦେଇଛି ଅନ୍ଧ କରିଦେଇଛି ତାଙ୍କର ସୌନ୍ଦର୍ଯ୍ୟ ସକାଶୁ ତାଙ୍କର ଆଉ ସେ ଯୋଉ ପ୍ରକାର ଥିଲେ ଶକ୍ତିଶାଳୀ ଦୂତ ଆଉ ସେ ସବୁ ବିଷୟ ସକାଶୁ ତାଙ୍କର ଚିତ୍ତ ଆଉ ଗର୍ବିତ ହୋଇଯାଇଅଛି ପ୍ରିୟ ଈଶ୍ୱରଙ୍କ ସନ୍ତାନ ସନ୍ତତି ମାନେ ଆମେ ଦେଖିବା ଆଉ ଗୋଟେ ବାକ୍ୟ ଯେଶାୟା 14 ଅଧ୍ୟାୟ ତାର 11 ପଦରୁ ତୁମ୍ଭର ଐଶ୍ୱର୍ଯ୍ୟ ଓ ତୁମ୍ଭ ନେବଲର ଯନ୍ତ୍ରର ସ୍ୱର ପାତାଳ ପର୍ଯ୍ୟନ୍ତ ଅବରୋହିତ ହୋଇଅଛି କୀଟ ତୁମ୍ଭ ତଳେ ପ୍ରସାରିତ ବିଛଣା ଓ କୃମି ତୁମ୍ଭର ଆଚ୍ଛାଦନ ହୋଇଅଛି ହେ ଲୁସିଫର ପ୍ରତ୍ୟୁଷର ପୁତ୍ର ତୁମ୍ଭେ କିପରି ସ୍ୱର୍ଗରୁ ପତିତ ହେଲ ଗୋଷ୍ଠୀ ଗଣକୁ ତୁମ୍ଭେ ଯେ ନତ କରିଥିଲ ତୁମ୍ଭେ କିପରି ଭୂମିରେ ନିକ୍ଷିପ୍ତ ହେଲ ପୁଣି ତୁମ୍ଭେ ମନେ ମନେ କହିଥିଲ ଆମ୍ଭେ ସ୍ୱର୍ଗାରୋହଣ କରିବା ଆମ୍ଭେ ପରମେଶ୍ୱରଙ୍କର ନକ୍ଷତ୍ର ଗଣର ଊର୍ଦ୍ଧ୍ୱରେ ଆପଣ ସିଂହାସନ ଉଚ୍ଚୀକୃତ କରିବା ଆମ୍ଭେ ଉତ୍ତର ଦିଗର ପ୍ରାନ୍ତସ୍ଥିତ ସମାଗମ ପର୍ବତରେ ଉପବିଷ୍ଟ ହେବା ହାଲେଲୁୟା ଦେଖନ୍ତୁ ଆଉ ସେ ହଉଛନ୍ତି ପ୍ରକାଶ ବାହକ ସେ ହଉଛନ୍ତି ପ୍ରତ୍ୟୁଷର ପୁତ୍ର ଆଉ ଉଜ୍ଜ୍ୱଳ ପ୍ରଭାତି ତାରା ଆଉ ଏତେ ଚମକଦାର ଓ ଗୋଟିଏ ତାରା ସଦୃଶ ଏତେ ଚମକଦାର ସ୍ୱର୍ଗ ଦୂତ ଥିଲେ ଏତେ ଶକ୍ତିଶାଳୀ ଦୂତ ଥିଲେ ଆଉ ପ୍ରଭୁ ତାଙ୍କୁ ଗୋଟେ ରୁଲର କରିଥିଲେ ସ୍ୱର୍ଗର ହାଲେଲୁୟା ଗୋଟେ ୱାର୍ସିପର କରିଥିଲେ ସ୍ୱର୍ଗର ହାଲେଲୁୟା ଗୋଟେ ୱାରିୟର କରିଥିଲେ ସ୍ୱର୍ଗର ହାଲେଲୁୟା ଓ ପ୍ରଭୁ ତାଙ୍କୁ ସମସ୍ତ ଅଧିକାର ଦେଇଥିଲେ ସେଇ ଅଧିକାର ଆଉ ସେ କଣ କରୁଛନ୍ତି ଆଜି ଯେମିତିକି ସେ ଗୋଟେ ଭୁଲ ତାର ଫାଇଦା ଉଠେଇ ଦଉଛନ୍ତି ସେ ଅଧିକାରର ଆଉ ପ୍ରଭୁ ଯୋଉ ତାଙ୍କୁ ଉଚ୍ଚରେ ରଖିଅଛନ୍ତି ଆଉ ସେ ମନେ ମନେ କହୁଅଛନ୍ତି ମୁଁ କାହିଁକି ପରମେଶ୍ୱରଙ୍କର ଆରାଧନା କରିବି କେତେବେଳେ ତାଙ୍କ ଜୀବନରେ ଏଇ ମନୋଭାବ ଆସିଲା ପ୍ରିୟ ଈଶ୍ୱରଙ୍କ ଲୋକମାନେ ଦେଖିବା ଯେତେବେଳେ ଗର୍ଭ ତାଙ୍କ ମନରେ ଆସିଯାଇଛି ଯେ ସେ ଦେଖିବାକୁ ବହୁତ ଆଉ ଚମକଦାର ଆଉ ବହୁତ ତେଜସ୍ୱୀ ଆଉ ବହୁତ ପରାକ୍ରମୀ ଆଉ ବହୁତ ସୁନ୍ଦର ଆଉ ବହୁତ ସମସ୍ତ ଅଧିକାର ପ୍ରଭୁ ତାଙ୍କୁ ଦେଇ ଅଛନ୍ତି ଅଧିକାରୀ କରିଅଛନ୍ତି ଆଉ ଏତେ ସୁନ୍ଦର ପ୍ରଭୁ ଆରାଧକ କରିଅଛନ୍ତି ଆଉ ଗୋଟେ ଯୋଦ୍ଧା ତାଙ୍କୁ ପ୍ରଭୁ କରିଅଛନ୍ତି ଆଉ ଏସବୁ ବିଷୟ ତାଙ୍କ ମନକୁ ତାଙ୍କ ଚିତ୍ତକୁ ଗର୍ଭ କରିଦେଇଛି ଗର୍ବିତ କରିଦେଇଛି ତାଙ୍କର ଶୋଭା ତାଙ୍କର ଉର୍ଦ୍ଧ୍ୱର ଆସନ ଯୋଗୁ ଆଉ ସେ ଆଉ ଭୁଲି ଯାଇଛନ୍ତି ଆସନ ପାଇକି ଓ ସେ ଭୁଲି ଯାଇଅଛନ୍ତି ଏତେ ସୁନ୍ଦର ଜ୍ଞାନ ପାଇକି କିଏ ତାଙ୍କୁ ସେ ଜ୍ଞାନ ଦେଇଛି କିଏ ତାଙ୍କୁ ସେ ସୁନ୍ଦରତା ଦେଇଛି ଆଉ କିଏ ତାଙ୍କୁ ଉର୍ଦ୍ଧ୍ୱରେ ବସାଇଛି ଆଉ ତାଙ୍କର ଏତେ ବହୁମୂଲ୍ୟ ପ୍ରସ୍ତର ହୀରା ମାଣିକ ମୋତି ତାଙ୍କର ଆଚ୍ଛାଦନ ଥିଲା ଆଉ ସେହି ସ୍ୱର୍ଗଦୂତ ଭୁଲି ଯାଇଛନ୍ତି ଯେ ପରମେଶ୍ୱର ତାଙ୍କୁ ସେ ପ୍ରକାର ତିଆରି କରିଅଛନ୍ତି ପରମେଶ୍ୱର ତାଙ୍କୁ ସେଇ ପ୍ରକାର ଅନୁଗ୍ରହର ଦାନ ତାଙ୍କ ଜୀବନରେ ଦେଇଅଛନ୍ତି ଆଉ ସେତେବେଳେ ତାଙ୍କର ମନରେ ଗର୍ଭ ପଳାଇ ଆସୁଛି ଆଉ ସେ ତାଙ୍କର କେତେ ଗୁଡ଼ିଏ ସ୍ୱର୍ଗଦୂତଙ୍କୁ ମଧ୍ୟ ସେ ଆଉ ଭୁଲାଉଛନ୍ତି ଆଉ କହିଛନ୍ତି ମଧ୍ୟ ଆମେ କାହିଁକି ପରମେଶ୍ୱରଙ୍କର ଆରାଧନା କରିବା ଆମେ କାହିଁକି ପରମେଶ୍ୱରଙ୍କ ଠାରୁ ଊର୍ଦ୍ଧ୍ୱକୁ ନ ଯିବା ଆମେ କାହିଁକି ତାଙ୍କ ଠାରୁ ଊର୍ଦ୍ଧ୍ୱକୁ ନ ବସିବା କାହିଁକି ନା ସେ ସବୁ ଅଧିକାର ପାଇଗଲେ ସବୁ ଶକ୍ତି ପାଇଗଲେ ପ୍ରଭୁ ତାଙ୍କୁ ଦେଇଅଛନ୍ତି ଆଉ ସେ ଏପରି ତେଜସ୍ୱୀ ପ୍ରଭୁ ତାଙ୍କୁ କରିଅଛନ୍ତି ସେ ଭୁଲି ଯାଇଅଛନ୍ତି ପରମେଶ୍ୱରଙ୍କର ପ୍ରତି ଗୋଟି ବିଷୟକୁ ଆଉ ସେ ମନରେ ଭାବୁଅଛନ୍ତି ଯେ ମୁଁ କାହିଁକି ମୋର ଆଉ ଆବଶ୍ୟକତା ହିଁ ନାହିଁ ପ୍ରଭୁଙ୍କର ଉପାସନା କରିବାର ଆରାଧନା କରିବାର ଆଉ ସେତେବେଳେ ସେ ଭାବୁଅଛନ୍ତି ମୁଁ ପରମେଶ୍ୱରଙ୍କର ସିଂହାସନ ଉପରେ ଆପଣ ସିଂହାସନ କଣ କରିବି ଉଚ୍ଚୀକୃତ କରିବି ଦେଖନ୍ତୁ ଆମ୍ଭେ ପରମେଶ୍ୱରଙ୍କର ନକ୍ଷତ୍ର ଗଣ ଊର୍ଦ୍ଧ୍ୱରେ ଆପଣ ସିଂହାସନ ଉଚ୍ଚୀକୃତ କରିବା 13 ପଦରେ ହେ ଆମ୍ଭେ
मेघमालार उच्चस्थल ऊर्ध्वକୁ ଆରୋହଣ କରିବା ଆମ୍ଭେ ସର୍ବପରିସ୍ତଙ୍କର ତୁଲ୍ୟ ହେବା ସେ ନିଜକୁ ଆଉ ପରମେଶ୍ୱର ବୋଲି ମନେ କରୁଛି ଆଉ ମୁଁ ସର୍ବପରିସ୍ତ ପରମେଶ୍ୱରଙ୍କର ସଦୃଶ୍ୟ ମୁଁ ହେବି ଆଉ ସବୁଠୁ ଊର୍ଦ୍ଧ୍ୱରେ ମୁଁ ରହିବି ଯେତେବେଳେ ଏହି ଭାବନା ତାଙ୍କ ଜୀବନରେ ପଳାଇ ଆସୁଛି ପ୍ରିୟ ଈଶ୍ୱରଙ୍କ ଲୋକମାନେ ଆଉ ପ୍ରଭୁ ତାଙ୍କୁ ଊର୍ଦ୍ଧ୍ୱରୁ କ'ଣ କରିଦେଉଛନ୍ତି ସେ ଗର୍ବିକୁ କ'ଣ କରନ୍ତି ଆମେ ଗୀତ ସଂଗୀତରେ ପଢିଲୁ ଆଉ କ'ଣ ପଢିଲୁ ହିତୋପଦେଶରେ ଗର୍ଭୀ ଲୋକର ଗୃହ ସଦା ପ୍ରଭୁ ଓପାଡ଼ି ଦେବେ ଯାହାର ଗୃହ ସ୍ୱର୍ଗରେ ଥିଲା ହାଲେଲୁୟା ଯେ ସ୍ୱର୍ଗର ମହାନ ଦୂତ ଥିଲେ ସର୍ବଶ୍ରେଷ୍ଠ ଦୂତ ଥିଲେ ଓ ଜ୍ଞାନରେ ବୁଦ୍ଧିରେ ଆରାଧନାରେ ପ୍ରତ୍ୟେକ ବିଷୟରେ ଆଉ ସେତେବେଳେ ପ୍ରଭୁ ତାଙ୍କର ଗର୍ଭାଚରଣ ଯୋଗୁଁ ତାଙ୍କୁ ମୂଳରୁ ଏତେ ଉର୍ଦ୍ଧ୍ୱ ସ୍ୱର୍ଗରୁ ଓପାଡ଼ିକି ତାଙ୍କୁ ଅନ୍ଧକାରମୟ ସ୍ଥାନରେ ଆଉ ଫିଙ୍ଗି ଦେଇଛନ୍ତି ପ୍ରିୟ ଈଶ୍ୱରଙ୍କ ଲୋକମାନେ ଦେଖନ୍ତୁ ଗର୍ଭ ମଣିଷକୁ କେଉଁ ସ୍ଥାନକୁ ଆଣି ଦେଉଛି ଆମେ ଏହାଙ୍କର ଜୀବନୀ ତ ଆମେ ଦେଖିଲୁ ଲୁସିଫର କେଉଁ ପ୍ରକାର ପତିତ ହେଲା ଗର୍ଭ ଯୋଗୁଁ ପ୍ରିୟ ଈଶ୍ୱରଙ୍କ ଲୋକମାନେ ଆମେ ଆଉ ଗୋଟେ ଜଣଙ୍କର ଆଉ ଜଣେ ରାଜାଙ୍କର ଜୀବନକୁ ଆମେ ଦେଖିବା ଚାଲନ୍ତୁ ଆଉ ତାଙ୍କ ଜୀବନ ମଧ୍ୟ ଗର୍ଭ ଯୋଗୁଁ କେଉଁ ପ୍ରକାର ହୋଇଥିଲା ଚାଲନ୍ତୁ ମୋ ସହିତ ଖୋଲିବା ଦାନିଏଲ ପୁସ୍ତକ 4 ଅଧ୍ୟାୟ ଦାନିଏଲ ପୁସ୍ତକ 4 ଅଧ୍ୟାୟ ଆମେ ଯଦି ସବୁ ପଢିବା ତାହେଲେ ସମୟ ହବନି ତ ମୁଁ କିଛି କିଛି ଅଂଶ ନେଇକି ମୁଁ କହିବି ଆମେ ସମସ୍ତେ ଜାଣୁ ରାଜା ନବୁକଦନେସ୍ସରଙ୍କ ବିଷୟରେ ଆଉ ସେ ବାବିଲର ଜଣେ ମହାନ ଆଉ ବିଶାଳ ବଳଶାଳୀ ପରାକ୍ରମଶାଳୀ ସମ୍ରାଟ ଥିଲେ ଆମେ ସମସ୍ତେ ଜାଣୁ ପ୍ରିୟ ଈଶ୍ୱରଙ୍କ ଲୋକମାନେ ଆଉ ସେ ସମୟରେ ଆଉ ରାଜା ଦୁଇଟି ସ୍ୱପ୍ନ ଦେଖିଥିଲେ ଆଉ ଦୁଇଟି ସ୍ୱପ୍ନ ମୁଁ ବର୍ଣ୍ଣନା କରିବିନି ମୁଁ ଗୋଟିଏ ସ୍ୱପ୍ନ ଦ୍ୱିତୀୟ ସ୍ୱପ୍ନ ବିଷୟରେ ହିଁ କହିବି ଆଉ ଯେତେବେଳେ ରାଜା ଗୋଟେ ସ୍ୱପ୍ନ ଦେଖିଲେ ରାଜା ନବୁକଦନେସ୍ସର ଯେତେବେଳେ ଶୋଇଥିଲେ ସେ ଗୋଟେ ସ୍ୱପ୍ନ ଦେଖିଲେ ଆଉ ସେ ସ୍ୱପ୍ନରେ ସେ କ'ଣ ଦେଖିଲେ ନା ଆମେ ଯଦି ପଢିବା ହଁ ତାର 10 ପଦରୁ କିଛି ଅଂଶ ପଢି ଦିଅନ୍ତୁ ଭଉଣୀ ଟିକେ ଦାନିଏଲ 4 ଅଧ୍ୟାୟ ତାର 10 ପଦରୁ ଶଯ୍ୟା ଉପରେ ମୋ ମନର ଦର୍ଶନ ଏହି ପ୍ରକାର ଥିଲା ମୁଁ ଅନାଇଲି ଆଉ ଦେଖ ଭୂମଣ୍ଡଳର ମଧ୍ୟସ୍ଥଳରେ ଏକ ବୃକ୍ଷ ଓ ତାହା ଅତି ଉଚ୍ଚ ସେ ବୃକ୍ଷ ବଢିଲା ଓ ଦୃଢ ହେଲା ଓ ତହିଁର ଉଚ୍ଚତା ଗଗନ ସ୍ପର୍ଶ କଲା ପୁଣି ସମୁଦାୟ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ତାହା ଦୃଶ୍ୟମାନ ଥିଲା ତହିଁର ପତ୍ରମାନ ସୁନ୍ଦର ଓ ତହିଁର ଫଳ ଅନେକ ଥିଲା ଆଉ ତହିଁରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା କ୍ଷେତ୍ରସ୍ଥ ପଶୁଗଣ ତହିଁର ତଳେ ଛାୟା ପାଇଲେ ଓ ଆକାଶସ୍ଥ ପକ୍ଷୀଗଣ ତହିଁର ଶାଖାମାନରେ ବାସ କଲେ ଓ ସମସ୍ତ ପ୍ରାଣୀ ତହିଁରୁ ଖାଦ୍ୟ ପାଇଲେ ମୁଁ ଶଯ୍ୟା ଉପରେ ମୋ ମନର ଦର୍ଶନ କ୍ରମେ ଦେଖିଲି ଆଉ ଦେଖ ଏକ ପ୍ରହରୀ ଓ ପବିତ୍ର ପୁରୁଷ ସ୍ୱର୍ଗରୁ ଓହ୍ଲାଇ ଆସିଲେ ସେ ଉଚ୍ଚସ୍ୱର କରି ଏହି କଥା କହିଲେ ଏହି ବୃକ୍ଷରୁ ଛେଦନ କର ଓ ତହିଁର ଶାଖା ସବୁ କାଟି ପକାଅ ତହିଁର ପତ୍ର ସବୁ ଝାଡ଼ି ପକାଅ ଓ ଫଳ ସବୁ ବିଞ୍ଚି ଦିଅ ତହିଁର ତଳୁ ପଶୁମାନେ ତହିଁର ଡାଳରୁ ପକ୍ଷୀମାନେ ପଳାଇ ଯାଆନ୍ତୁ ତଥାପି ଭୂମିରେ ତାହାର ମୂଳ ଗଣ୍ଡିକି ଲୌହ ଓ ପିତ୍ତଳମୟ ବେଡିରେ ବାନ୍ଧି କ୍ଷେତ୍ରସ୍ଥ କମଳ ତୃଣ ମଧ୍ୟରେ ରଖ ଓ ତାହାର ଆକାଶର କାକରରେ କିନ୍ତୁ ଆଉ ପଶୁମାନଙ୍କ ସଙ୍ଗେ ପୃଥିବୀର ତୃଣରେ ତାହାର ଅଂଶ ହେଉ ତାହାର ମାନବ ଧନ୍ୟବାଦ ହୃଦୟ ସେତିକି ଥାଉ ଆମେ ଧନ୍ୟବାଦ ଭଉଣୀ ଆଉ ଯେତେବେଳେ ରାଜା ନବୁକଦନେସ୍ସର ଗୋଟେ ସ୍ୱପ୍ନ ଦେଖୁଛନ୍ତି ପ୍ରିୟ ଈଶ୍ୱରଙ୍କ ଲୋକମାନେ ଆଉ ସେତେବେଳେ ଗୋଟେ ବିଶାଳ ବୃକ୍ଷ ସେ ଦେଖୁଛନ୍ତି ବହୁତ ବଡ ବିଶାଳ ବୃକ୍ଷ ତାହା ପୁରା ଆକାଶକୁ ଛୁଉଁଛି ପୁରା ଗଗନ ସ୍ପର୍ଶୀ ଏତେ ବଡ ବୃକ୍ଷ ଆଉ ସୁନ୍ଦର ପତ୍ରରେ ପରିପୂର୍ଣ୍ଣ ଫଳରେ ପରିପୂର୍ଣ୍ଣ ଆଉ ସେ ବୃକ୍ଷ ତଳେ ସମସ୍ତେ ଆଶ୍ରୟ ନେଇଅଛନ୍ତି ଆଉ ସେ ବୃକ୍ଷ ତଳେ ବୃକ୍ଷରେ ହିଁ ସମସ୍ତଙ୍କ ପାଇଁ କ'ଣ ରହିଛି ଖାଦ୍ୟ ରହିଛି ଆକାଶର ପକ୍ଷୀମାନେ ମଧ୍ୟ ସେଠାରେ ଆସି ରହୁଅଛନ୍ତି ବନ୍ୟ ପଶୁମାନେ ମଧ୍ୟ ତଳେ ଆସିକି ଆଶ୍ରୟ ନେଉଅଛନ୍ତି ପ୍ରିୟ ଈଶ୍ୱରଙ୍କ ଲୋକମାନେ ଆଉ ଏତେ ସୁନ୍ଦର ବୃକ୍ଷ ତାହା ମାନେ କଟା ଯିବାର ହିଁ ନଥିଲା କହିଲେ ଚଳେ କାରଣ ତାହା ସମସ୍ତଙ୍କର ଆଶ୍ରୟ ସ୍ଥାନ ଥିଲା ସେ ବୃକ୍ଷ ଉପରେ ସମସ୍ତେ ଆଶ୍ରା ନେଇଥିଲେ ସେ ବୃକ୍ଷ ଉପରେ ସମସ୍ତେ ନିର୍ଭର କରୁଥିଲେ
ଆଉ ସେଠିରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା, ବାସଗୃହ ଥିଲା ସେ ବୃକ୍ଷ। ଆଉ ଏତେ ବଡ଼ ବିଶାଳ ବୃକ୍ଷ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆଉ ଯେତେବେଳେ ଆଉ ସେ ସ୍ୱପ୍ନରେ ଦେଖୁଅଛନ୍ତି ଆଉ ଏତେ ସୁନ୍ଦର ବୃକ୍ଷ ହେଇଥିଲେ ମଧ୍ୟ ଆଉ ଜଣେ ସ୍ୱର୍ଗରୁ ଗୋଟିଏ ପବିତ୍ର ପୁରୁଷଙ୍କର ଗୋଟିଏ ଆଉ ମହାଦଳ ଆସିକି କହୁଅଛନ୍ତି ଏଇ ବୃକ୍ଷକୁ କଣ କରିଦିଅ, କାଟି ଦିଅ, ତାର ପତ୍ର ସବୁ ଝାଡ଼ି ଦିଅ, ତାର ଫଳ ସବୁ ଝାଡ଼ି ଦିଅ, ଆଉ ତାକୁ ପୁରା କାଟି ଦିଅ, ତାର ଗଣ୍ଡିକୁ କଣ କରିଦିଅ, ଭୂମିରେ ପକାଇ ଦିଅ। ହାଲେଲୁୟା। ଆଉ ଏତେବେଳେ ସେ ସ୍ୱପ୍ନର ଅର୍ଥ କରିବା ପାଇଁ କାହା ପାଖରେ ମଧ୍ୟ ଜ୍ଞାନ ନାହିଁ। ଆଉ ରାଜା ନବୁକଦନେସର ଯୋଉ କି ବାବିଲର ରାଜା, ଆଉ ସେ ବାବିଲରେ ଥିବା ଆଉ ଯେତେ ମନ୍ତ୍ରବେତ୍ତା, ଗଣକ, ଶୁଭାଶୁଭବାଦୀ ମାନଙ୍କୁ ଆଉ ବିଦ୍ୱାନ ପଣ୍ଡିତ ମାନଙ୍କୁ ସେ ସ୍ୱପ୍ନର ଅର୍ଥ ଜଣାଇବା ପାଇଁ ଡାକିଲେ, କିନ୍ତୁ ତାଙ୍କର ସ୍ୱପ୍ନର ଅର୍ଥ କେହି ମଧ୍ୟ କହିପାରିନଥିଲେ। କିନ୍ତୁ ଜଣେ ଥିଲେ ଯିଏକି ବେଲଟେଶାସ୍ତର ଆଉ ଦାନିଏଲ। ହାଲେଲୁୟା। ଦାନିଏଲଙ୍କର ମଧ୍ୟରେ ଦେବଗଣର ଆତ୍ମା ଥିଲେ, ଓ ହାଲେଲୁୟା, ପବିତ୍ର ଆତ୍ମା ଥିଲେ। ଆଉ ସେ ଦାନିଏଲ ଆଉ ଆସିଅଛନ୍ତି ଯେତେବେଳେ ରାଜାଙ୍କ ସମ୍ମୁଖରେ, ଆଉ କେହି ତ ସ୍ୱପ୍ନର ଉତ୍ତର କହିପାରିଲେ ନାହିଁ, କାରଣ ଦାନିଏଲଙ୍କର ଠାରେ ପବିତ୍ର ଆତ୍ମା ଥିଲେ। ଆଉ ସେଥିପାଇଁ ଆମେ ସମସ୍ତେ ଜାଣିଛୁ ଦାନିଏଲଙ୍କ ବିଷୟରେ, ଆଉ ସେ କେଉଁ ପ୍ରକାର ଥିଲେ ଦାନିଏଲ। ହାଲେଲୁୟା। ସେ ଗୋଟେ ଯୋଦ୍ଧା ଥିଲେ, ଆଉ ସେ ଗୋଟେ ସ୍ୱପ୍ନର ଯେତେ ବଡ଼ କଠିନ ଅର୍ଥ ହଉନା କାହିଁକି ପବିତ୍ର ଆତ୍ମା ସହଜରେ ତାଙ୍କୁ ଆଉ କହିବାର ସାହାଯ୍ୟ କରୁଥିଲେ। ଆଉ ସେତେବେଳେ ଦାନିଏଲ ଆସିଲେ ରାଜାଙ୍କ ସମ୍ମୁଖରେ, ଆଉ ରାଜା ଯେତେବେଳେ ଦାନିଏଲକୁ କହୁଛନ୍ତି ତାଙ୍କ ସ୍ୱପ୍ନ ବିଷୟରେ, ହାଲେଲୁୟା, ସେତେବେଳେ ଦାନିଏଲ ତାଙ୍କର ସ୍ୱପ୍ନ ଶୁଣିକି ସେ ଚକିତ ହେଇଯାଉଛନ୍ତି, ଆଉ ସେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ତାଙ୍କର ସ୍ୱପ୍ନ ବିଷୟ ଶୁଣିକି। ଆମେ ଯଦି 19 ପଦରୁ ଯଦି ଆମେ ଦେଖିବା, ତାହେଲେ ତହିଁରେ ବେଲଟେଶାସ୍ତର ନାମକ ଦାନିଏଲ କ୍ଷଣକାଳ ଚମତ୍କୃତ ହୋଇ ରହିଗଲେ, ଓ ତାଙ୍କର ଭାବନା ତାଙ୍କୁ ଆଉ ବ୍ୟାକୁଳିତ କରିଦଉଛି ଦାନିଏଲଙ୍କୁ। ରାଜା ଉତ୍ତର କରି କହିଲା, ହେ ବେଲଟେଶାସ୍ତର, ସେଇ ସ୍ୱପ୍ନ ବା ତହିଁର ଅର୍ଥ ତୁମ୍ଭକୁ ବ୍ୟାକୁଳିତ ନ କରୁ। ଆଉ ତହିଁର ଉତ୍ତର କରି କହିଲେ, ହେ ମୋହର ପ୍ରଭୁ, ଯେଉଁମାନେ ଆପଣଙ୍କୁ ଘୃଣା କରନ୍ତି ସେମାନଙ୍କ ପ୍ରତି ସେ ସ୍ୱପ୍ନର ଅର୍ଥ ଘଟୁ ବୋଲିକି ସେ କହୁଅଛନ୍ତି। ଆଉ ସେ କହୁଅଛନ୍ତି, ଆପଣ ଯେଉଁ ବୃକ୍ଷ ଦେଖିଲେ, ଆଉ ଯୋଉ ବୃକ୍ଷ କି ଆକାଶକୁ ଛୁଉଁଅଛି, ତାହା ହଉଛନ୍ତି ଆପଣ ବୋଲିକି ସେ କହୁଅଛନ୍ତି। ହାଲେଲୁୟା। ସେ ରାଜାଙ୍କୁ କହୁଅଛନ୍ତି, ଆଉ ଆପଣ ହଉଛନ୍ତି ସେଇ ବିଶାଳ ବୃକ୍ଷ ବୋଲିକି କହୁଅଛନ୍ତି। ଆଉ ସେଥିର ଆଉ ଫଳ, ସେଥିର ପତ୍ର ସବୁ ଝାଡ଼ିବାର ଅର୍ଥ ହଉଛି ତାଙ୍କର ସମଗ୍ର ରାଜ୍ୟର ବିନାଶ। କାହିଁକି ଏଇ ପ୍ରକାର ହେଲା ଦେଖନ୍ତୁ, ଆମେ ଯଦି ଦାନିଏଲ ସେଇ ଯୋଉ ଚାରି ପର୍ବର ଆମେ 28 ଯଦି ଟିକେ ପଢିବା ଦେଖନ୍ତୁ, ତାହେଲେ ଆମେ ସେଠାରେ ଜାଣିପାରିବା ରାଜା ନବୁକଦନେସର ପ୍ରତି ଏସବୁ ଘଟିଲା 12 ମାସର ଶେଷରେ ସେ ବାବିଲର ରାଜପ୍ରସାଦରେ ବୁଲୁଥିଲା। ରାଜା ଏହି କଥା କହିଲା, ମୁଁ ଆପଣା ବଳର ପ୍ରଭାବରେ ଓ ଆପଣା ପ୍ରତାପର ମହିମା ନିମନ୍ତେ ରାଜଧାନୀ କରିବା ପାଇଁ ଯାହା ନିର୍ମାଣ କରିଅଛି, ଏହା କି ସେଇ ମହତୀ ବାବିଲ ନୁହେଁ? ଯେତେବେଳେ ଆଉ ସେ ସ୍ୱପ୍ନ ତ ଦେଖି ସାରିଥିଲେ, ତାର ଅର୍ଥ ତ ତାଙ୍କୁ କୁହାଯାଇ ସାରିଥିଲା। ଆଉ ଯେତେବେଳେ ସେ 12 ମାସର ଶେଷରେ, ଅର୍ଥାତ ବର୍ଷର ଶେଷ ମାସରେ ସେ ଯେତେବେଳେ ରାଜପ୍ରସାଦର ଛାତ ଉପରେ ବୁଲୁଥିଲେ ରାଜା ନବୁକଦନେସର, ଆଉ ସେ ମନରେ ତାଙ୍କର କଣ ଭାବନା ଆସିଛି, ମୁଁ ଆପଣା ବଳର 30 ପଦରେ, 4ର 30 ପଦରେ, ମୁଁ ଆପଣା ବଳର ପ୍ରଭାବରେ ଓ ଆପଣା ପ୍ରତାପର ମହିମା ନିମନ୍ତେ ରାଜଧାନୀ କରିଅଛି, ନିର୍ମାଣ କରିବା ପାଇଁ ନିର୍ମାଣ କରିଅଛି, ଏ କି ସେଇ ମହତୀ ବାବିଲ ନୁହେଁ? ସେ କହୁଛନ୍ତି ଏଇ ଯୋଉ ବାବିଲ, ଏଇ ଯୋଉ ରାଜ୍ୟ ଏତେ ସୁନ୍ଦର, ପ୍ରଭାବଶାଳୀ, ବଳଶାଳୀ, ଆଉ ଏତେ ବଡ଼ ବିରାଟ ରାଜଧାନୀ, ଏଇଟା କଣ ମୋର ମହିମାରେ ହୋଇନାହିଁ? ଏଇଟା କଣ ମୋର ପ୍ରତାପରେ ହୋଇନାହିଁ? ଏହା କଣ ମୋର ଜ୍ଞାନରେ ମୁଁ ସ୍ଥିର କରିନାହିଁ? ତାଙ୍କ ମନରେ ଏଇ ଭାବନା ଯେତେବେଳେ ଆସିଲା, ଆଉ ସେତେବେଳେ ଦେଖନ୍ତୁ, ପୁଣି ତୁମ୍ଭେ ମନୁଷ୍ୟମାନଙ୍କ ମଧ୍ୟରେ ଦୂରୀକୃତ ହେବ ନା, 31 ପଦ, ରାଜାର ମୁଖରେ ଏହି କଥା ଥାଉ ଥାଉ ଏହି ସ୍ୱର୍ଗୀୟ ବାଣୀ ହେଲା, ହେ ରାଜା ନବୁକଦନେସର, ତୁମ୍ଭକୁ ଏଇ କଥା କୁହାଯାଉଅଛି, ତୁମ୍ଭ ଠାରୁ ରାଜ୍ୟ ଗଲା। ଦେଖନ୍ତୁ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ସେ ଗର୍ବିକୁ ଦୂରରୁ ଚିହ୍ନନ୍ତି। ଆମେ ଆଗରୁ ଯୋଉ ବାକ୍ୟ ଆମେ ପଢିଥିଲୁ, ଆଉ ଯେତେବେଳେ ତାଙ୍କ ମନରେ
ଏହି ଭାବନା ଜାତ ଆସୁଛି ଯେତେବେଳେ ସେ ରାଜପ୍ରସାଦର ଉପରେ ଚଢି ଦେଖୁଛନ୍ତି ଏତେ ବଡ ବିଶାଳ ରାଜଧାନୀ ଏତେ ବଡ ରାଜ୍ୟ ଏତେ ବଡ ସାମ୍ରାଜ୍ୟ ଏହା ମୋର ବଳରେ ମୁଁ ତିଆରି କରିଅଛି ଏହା ମୋର ଜ୍ଞାନରେ ମୁଁ ତିଆରି କରିଅଛି ଏହା ମୋର ପରାକ୍ରମରେ ହୋଇଅଛି ଏହା କି ସେଇ ବାବିଲ ନୁହେଁ ଯାହାକି ମୋର ଜ୍ଞାନ ବୁଦ୍ଧି ବଳରେ ମୋର ଶକ୍ତିରେ ହୋଇଅଛି ଏଇ ପ୍ରକାର ଭାବନା ଯେତେବେଳେ ଆସୁଛି ଆଉ ସ୍ୱର୍ଗରୁ ଗୋଟିଏ ବାଣୀ ହଉଛି ହେ ରାଜା ନବୁକଦନେସ୍ୱର ତୁମ ଠାରୁ ରାଜ୍ୟ ଗଲା ପ୍ରିୟ ଈଶ୍ୱରଙ୍କ ଲୋକମାନେ ଆଉ ଯୋଉ ସ୍ୱପ୍ନ କି ଆଉ ସେ ଦେଖିଥିଲେ ଏତେ ବଡ ବିଶାଳ ବୃକ୍ଷ ଆଉ ପରମେଶ୍ୱର ତାଙ୍କର ଗର୍ଭ ଯୋଗୁରୁ ତାଙ୍କର ଗର୍ଭର ମନ ଯୋଗୁରୁ ପ୍ରିୟ ଈଶ୍ୱରଙ୍କ ଲୋକମାନେ ଆମେ କେବେ ମଧ୍ୟ ଭୁଲି ଯିବା ନାହିଁ ଯେ ଆମ ଜୀବନରେ ଯଦି ଆମେ ଆଜି ବଡ ପଦବୀ ପାଇଛୁ ତାହେଲେ ଆମେ ସେ ପଦବୀକୁ ନେଇକି ଗର୍ବ କରିବା ନାହିଁ ଆଜି ଯଦି ଆମ ଜୀବନରେ ଯଦି ଆମେ ଭଲ ଗୋଟେ ଭଲ ଚାକିରି କରୁଛୁ ତାହେଲେ ସେ ଚାକିରିକି ନେଇକି ଆମେ ଆମ ଜୀବନରେ ଗର୍ବ ନ ଆସୁ ପ୍ରିୟ ଈଶ୍ୱରଙ୍କ ଲୋକମାନେ ଆଜି ଯଦି ଆମେ ଭଲ ପ୍ରଭୁଙ୍କର ଆଉ ଦାସ ଦାସୀ ଅଭିଷିକ୍ତ ଦାସ ଦାସୀ ଅଟୁ ପ୍ରଭୁଙ୍କର ଆରାଧନା କରୁଛୁ ପ୍ରଭୁଙ୍କର ଜୀବନ୍ତ ବାକ୍ୟ କହୁଛୁ ସେଇ ବିଷୟ ନେଇ ମଧ୍ୟ ଆମ ଜୀବନରେ ଗର୍ବ ନ ଆସୁ ଯେ ମୁଁ ଭଲ କହୁଛି ପ୍ରିୟ ଈଶ୍ୱରଙ୍କ ଲୋକମାନେ କାରଣ ଆମେ ଆମର ବଳରେ ନୁହେଁ ଆମର ପରାକ୍ରମରେ ନୁହେଁ ଆମର ଜ୍ଞାନରେ ନୁହେଁ କିନ୍ତୁ ଆମେ ସଦାପ୍ରଭୁ ଆମକୁ ସବୁ ବିଷୟ ଦେଇଥାନ୍ତି କାରଣ ସେ ସର୍ବପରିସ୍ଥ ତାହାଙ୍କ ଛଡା ଆଉ କେହି ନାହିଁ ଊର୍ଦ୍ଧ୍ୱରେ ପ୍ରିୟ ଈଶ୍ୱରଙ୍କ ଲୋକମାନେ ଆଉ ସେ ତୁମକୁ ଆଉ ମତେ ସବୁ ବିଷୟ ସଦାପ୍ରଭୁ ହିଁ ଦିଅନ୍ତି ଆମକୁ ଜ୍ଞାନ ଦିଅନ୍ତି ଆମକୁ ବଳ ଦିଅନ୍ତି ଆମକୁ ସଫଳତା ଦିଅନ୍ତି ଆଉ ଯଦି ଆଜି ଆମେ ସଫଳତା ପ୍ରାପ୍ତ ହେଇଯିବା ଆଜି ଯଦି ଆମକୁ ପ୍ରଭୁ ଯଦି ଉଚ୍ଚ ପଦରେ ଆମକୁ ଉଚ୍ଚ ପଦ ଯଦି ଦେବେ ଆମକୁ ଯଦି ଉତ୍ତରାଧି ମାନେ ସମସ୍ତଙ୍କର ଗୋଟେ ନେତା ଯଦି କରିଦେବେ ଗୋଟେ ଲିଡର ଯଦି କରିଦେବେ ତାହେଲେ ସେ ବିଷୟ ନେଇକି ଆମ ଜୀବନରେ କଣ ନ ଆସୁ ଗର୍ବ ନ ଆସୁ ଯେମିତି ଲୁସିଫରକୁ ପ୍ରଭୁ ଲିଡର କରିଦେଇଥିଲେ ନେତା କରିଦେଇଥିଲେ ସବୁ ଅଧିକାର ଦେଇଥିଲେ ଆଉ ସେ ବିଷୟ ଯୋଗୁଁ ତା ଜୀବନରେ ଗର୍ବ ପଳେଇ ଆସୁଛି ମାନେ ଦେଖନ୍ତୁ ଗୋଟେ ଭଲ ବିଷୟ ନେଇକି ହିଁ ଜଣେ ଲୋକ କଣ ହଉଛି ପତିତ ହଉଛି ଜଣେ ବିନାଶ ହଉଛି ଗୋଟେ ଭଲ ବିଷୟ ନେଇକି ପ୍ରିୟ ଈଶ୍ୱରଙ୍କ ଲୋକମାନେ ଆଜି ତୁମକୁ ଆଉ ମତେ ଯଦି ପ୍ରଭୁ ଧନ ଦେଇ ଅଛନ୍ତି ତାହେଲେ ସେଇ ଧନ ତୁମର ଆଉ ମୋର ବିନାଶର କାରଣ ନ ହଉ ହାଲେଲୁୟା ଯଦି ତୁମକୁ ଆଉ ମତେ ପ୍ରଭୁ ଜ୍ଞାନୀ କରିଅଛନ୍ତି ଦାନିଏଲଙ୍କ ସଦୃଶ୍ୟ ତାହେଲେ ସେ ଜ୍ଞାନ ଆମର ବିନାଶର କାରଣ ନ ହଉ ପ୍ରିୟ ଈଶ୍ୱରଙ୍କ ଲୋକମାନେ ଆଜି ଯଦି ଆମେ ଦେଖିବାକୁ ସୁନ୍ଦର ବି ଜଣେ ଜଣେ ତାହେଲେ ନିଜର ସୁନ୍ଦରକୁ ନେଇକି ମଧ୍ୟ ଗର୍ବ ନ କରନ୍ତୁ ପ୍ରିୟ ଈଶ୍ୱରଙ୍କ ଲୋକମାନେ କାରଣ ସଦାପ୍ରଭୁ ଗର୍ବିକୁ ଦୂରରୁ ଚିହ୍ନନ୍ତି ସଦାପ୍ରଭୁ ଗର୍ବିକୁ ମୂଳରୁ ଉପାଡ଼ିକି ତଳେ ପକାଇବାକୁ ବେଶୀ ସମୟ ଲାଗେ ନାହିଁ ପ୍ରିୟ ଈଶ୍ୱରଙ୍କ ଲୋକମାନେ ହାଲେଲୁୟା ଦେଖନ୍ତୁ ଆଉ ଆମେ ଯଦି ଦେଖିବା ତାହେଲେ ରାଜାଙ୍କୁ ଆଉ ପ୍ରଭୁ କେଉଁ ପ୍ରକାର କଲେ ରାଜା ନବୁକଦନେସ୍ୱରକୁ ଯେତେବେଳେ ତାଙ୍କ ମନରେ ସେ ଭାବନା ଆସିଲା ସେ ଚିନ୍ତା ଆସିଲା ଆଉ ସେତେବେଳେ କହିଲେ ତୁମର ରାଜ୍ୟ ଗଲା ଆପଣ ଯେତେ ବଡ ପଦରେ ଥାନ୍ତୁ ଆପଣ ଯେତେ ଜ୍ଞାନୀ ହୋଇଥାନ୍ତୁ ଯେତେ ଆପଣଙ୍କର ଯେତେ ଧନ ସମ୍ପତ୍ତି ପ୍ରପର୍ଟି ଥାଉ ନା କାହିଁକି ଆପଣଙ୍କର ବିଜନେସ ଯେତେ ବଡ ଥାଉ ନା କାହିଁକି ଯଦି ଆପଣଙ୍କ ଜୀବନରେ ଗର୍ବ ଆସୁଛି ପ୍ରିୟ ଈଶ୍ୱରଙ୍କ ଲୋକମାନେ ତାହେଲେ ଆଉ ଆପଣଙ୍କୁ ମାନେ ସେ ଉଚ୍ଚ ସ୍ଥାନରୁ ଓହ୍ଲେଇବା ପାଇଁ ସଦା ପ୍ରଭୁଙ୍କୁ ବେଶୀ ସମୟ ଲାଗିବ ନାହିଁ ପ୍ରିୟ ଈଶ୍ୱରଙ୍କ ଲୋକମାନେ ତୁମେ ଆଉ ମୁଁ ତ ପୃଥିବୀରେ ଅଛୁ ଆମେ ଲୁସିଫରକୁ ଯଦି ଭାବିବା ସେ ଉର୍ଦ୍ଧ୍ୱ ସ୍ୱର୍ଗରେ ଅଛି ପ୍ରିୟ ଈଶ୍ୱରଙ୍କ ଲୋକମାନେ ଏତେ ବଡ ଉର୍ଦ୍ଧ୍ୱ ସ୍ଥାନରୁ ଯଦି ଏତେ ବଡ ପବିତ୍ର ସ୍ଥାନରୁ ଯଦି ଜଣେ ବଢି ଯାଇ ପାରୁଛି ପ୍ରଭୁ ଆମର ପରମେଶ୍ୱର ଅଛନ୍ତି ହାଲେଲୁୟା ପ୍ରଭୁ ଛଡା ଆଉ କିଏ ପ୍ରିୟ ଈଶ୍ୱର ଆମେ ଯେ ପ୍ରଭୁଙ୍କୁ ଏସବୁ ବିଷୟ ବ୍ୟବହାର କରିବାକୁ ଦେଇଅଛନ୍ତି ପ୍ରିୟ ଈଶ୍ୱରଙ୍କ ଲୋକମାନେ ପ୍ରଭୁ ଆମକୁ ଯଦି ଆଜି ଆମର ବ୍ୟବସାୟ ଯଦି ଆଜି ବହୁତ ବଡ ଅଟେ ତାହେଲେ ପ୍ରଭୁ ଆମକୁ ତାହା ଅନୁଗ୍ରହ କରି ଦେଇଅଛନ୍ତି ଆଉ ଯଦି ଆମେ ଭଲ ୱାର୍ସିପର ତାହେଲେ ପ୍ରଭୁଙ୍କର ମହିମା କରିବା ତାହା ଈଶ୍ୱରଙ୍କର ଦାନ ଅଟେ ହାଲେଲୁୟା ଆଜି ଜଣେ ଜଣେ ମାନେ ଅଛନ୍ତି ଯେ ମୁଁ ଭଲ କହେ ମୁଁ ଭଲ କରେ ଆଉ ମୋର ସବୁ ଭଲ ମାନେ ଗର୍ବ ମନରେ ଯେତେବେଳେ ପଳାଇ ଆସୁଛି ଆଉ ଗର୍ବ ମନେ ରଖନ୍ତୁ କେବେ ମଧ୍ୟ ନତ ହେବାକୁ ଦେବ ନାହିଁ ସେ ନିଜକୁ ବଡ ମନେ କରିବ ପ୍ରିୟ ଈଶ୍ୱରଙ୍କ ଲୋକମାନେ ମୋର ଆବଶ୍ୟକ ନାହିଁ ପରମେଶ୍ୱରଙ୍କର ଲୁସିଫର କହୁଛି ମୋର ଆବଶ୍ୟକ ନାହିଁ ରାଜା କହୁଛି ମୋର ଜ୍ଞାନରେ ମୋର ପରାକ୍ରମରେ ମୋର ବଳରେ ବାବିଲ ଆଉ ଏଇ ପ୍ରାସାଦ ହୋଇଅଛି ଏଇ ରାଜ୍ୟ ହୋଇଅଛି ଏଇ ରାଜଧାନୀ ହୋଇଅଛି ନୁହେଁ ପ୍ରିୟ ଈଶ୍ୱରଙ୍କ ଲୋକମାନେ ପ୍ରଭୁ ଯଦି ଆମକୁ ସାହାଯ୍ୟ ନ କରିବେ ତାହେଲେ ଆମେ ବିନଷ୍ଟ ହେବା ଆମେ ଯେତେବେଳେ କହିବା ମୋର ବୁଦ୍ଧିରେ ହୋଇଛି ଯେତେବେଳେ କହିବା ମୋର ଜ୍ଞାନରେ ହୋଇଅଛି ନୁହେଁ ପ୍ରିୟ ଈଶ୍ୱରଙ୍କ ଲୋକମାନେ ସବୁ ଈଶ୍ୱରଙ୍କର ଦାନ ଅଟେ ଆଜି
ଯଦି ଆପଣ ଯାହା ମଧ୍ୟ ଆପଣଙ୍କ ଜୀବନରେ ତାହା ସବୁ ଈଶ୍ୱରଙ୍କର ଦାନ ଅଟେ। ଈଶ୍ୱର ଆପଣଙ୍କୁ ଅନୁଗ୍ରହ କରି ଦେଇ ଅଛନ୍ତି। ଈଶ୍ୱରଙ୍କର ଗୌରବ କରନ୍ତୁ। ଆପଣଙ୍କର ଜ୍ଞାନକୁ ନେଇ ନୁହେଁ, ଆପଣଙ୍କର ବଳକୁ ନେଇ ନୁହେଁ। କାରଣ ଦେଖନ୍ତୁ ଆଉ ସେଇ ଯୋଉ ଯେରେମିୟା ଅଧ୍ୟାୟର 24ରେ ଲେଖା, ଜ୍ଞାନବାନ ନିଜର ଜ୍ଞାନରେ କରୁ, ନିଜର ବଳ ଆଉ ଧନ କରୁ। ଆଉ ଯଦି ଆମେ ଆଜି ଗର୍ବ କରିବା ତାହେଲେ ଆମେ ସଦା ପ୍ରଭୁଙ୍କୁ ଜାଣୁ, ପ୍ରଭୁଙ୍କୁ ଚିହ୍ନୁ, ଆମେ ପରମେଶ୍ୱରଙ୍କର ପରିଚୟ ପାଇଛୁ ବୋଲି ଆମେ ଗର୍ବ କରୁ। ଈଶ୍ୱରଙ୍କ ଲୋକମାନେ ଆଉ ନିଜର ପ୍ରପର୍ଟିକୁ ନେଇ ନୁହେଁ, ନିଜ ଆସନକୁ ନେଇ ନୁହେଁ, କି ନିଜ ଠାରେ ଥିବା ଉତ୍ତମ ଗୁଣକୁ ନେଇ, ଜ୍ଞାନକୁ ନେଇକି ଆମେ କରିବା ନାହିଁ। ଯଦି ଗର୍ବ ଆସୁଛି ତାହେଲେ ବିନାଶ ହେବାକୁ ବହୁତ ସମୟ ଲାଗିବ ନାହିଁ। ପ୍ରଭୁ ଉର୍ଦ୍ଧ୍ୱରୁ ଯଦି ଲୁସିଫରକୁ ପକାଇ ଦେଇ ପାରିଲେ, ଯଦି 7 କାଳ ପର୍ଯ୍ୟନ୍ତ 7 ବର୍ଷ ଯାଏ ରାଜା ନବୁକଦନେସ୍ୱରର ମାନସିକତା ହରାଇ ବସିଲେ, ପାଗଳ ହେଇଗଲେ ସେ, ଆଉ ପ୍ରଭୁ ତାଙ୍କୁ ଏଥିପାଇଁ ଛାଡ଼ିଲେ ନାହିଁ, ତାଙ୍କୁ ହିଁ ପ୍ରଭୁ ଛାଡ଼ିଦେଲେ। କାରଣ ସେ 7 ବର୍ଷ ଯାକ ସେ ବନ୍ୟ ପଶୁମାନଙ୍କ ସହିତ ରହିଲେ, ଜଙ୍ଗଲରେ ରହିଲେ ପ୍ରିୟ ଈଶ୍ୱରଙ୍କ ଲୋକମାନେ। ଆଉ ସେ ଯେତେବେଳେ ଜାଣିପାରିଲେ ଯେ ପରମେଶ୍ୱର ସର୍ବପରିତ, ଆଉ ସେ ଗର୍ଭକୁ ନତ କରନ୍ତି, ଗର୍ଭୀର ଗର୍ଭକୁ ଖର୍ବ କରନ୍ତି। ଆଉ ସେତେବେଳେ ସେଇ ଭାବନା ଯେତେବେଳେ ଆସିଲା, ଆଉ ସେତେବେଳେ ପ୍ରଭୁ ପୁନର୍ବାର ତାଙ୍କୁ ତାଙ୍କ ରାଜ୍ୟ ଦେଇଦେଲେ ପ୍ରିୟ ଈଶ୍ୱରଙ୍କ ଲୋକମାନେ। କିନ୍ତୁ ଶୈତାନ ଆଉ ଅନୁତାପ କରିପାରିଲା ନାହିଁ। ସେ ବହୁତ ଗର୍ବି ହେଇଗଲାରୁ ପ୍ରଭୁ ତାକୁ ଅନ୍ଧକାରରେ ପକାଇଦେଲେ। ଆଜି ତୁମକୁ ଆଉ ମୋତେ ରାଜା ନବୁକଦନେସ୍ୱରଙ୍କ ପରି ସମୟ ମିଳିଅଛି। ଆଉ ଯଦି ଆମ ମନରେ ସେଇ ପ୍ରକାର ଭାବନା ଅଛି, ସେଇ ପ୍ରକାର ଚିନ୍ତାଧାରା ଅଛି, ତାହେଲେ ଏଇ ବାକ୍ୟ ଦ୍ୱାରା ପ୍ରଭୁ ସମସ୍ତଙ୍କୁ ପରିଷ୍କୃତ କରନ୍ତୁ, ଆଉ ପ୍ରଭୁ ସମସ୍ତଙ୍କୁ ସାହାଯ୍ୟ କରନ୍ତୁ। ପ୍ରଭୁ ଏଇ ବାକ୍ୟ ଦେଇ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।